କିଛି ଚଟପଟା ଖାଇବାକୁ ମନ ହେବ ଆଉ ସେଥିରେ ଯଦି ମକା ନାଁ ନ ଆସିବ ତାହେଲେ କେମିତି କ'ଣ ହେଇପାରିବ। ମକାଟା ସବୁ ଜିନିଷରେ ବହୁତ ଭଲ ଲାଗେ। ଆଉ ମୁଁ ଯେଉଁ ଏରିଆରେ ଅଛି ସେଇ ଏରିଆରେ ତ ମକା ସବୁବେଳେ ଆଭେଲେବୁଲ୍, କାରଣ ଏପଟେ ମକା ଚାଷ ବହୁତ ହେଇଥାଏ। ଆଉ ଏଠି ମକା ଗୁଡ଼ିକ ଏତେ ମିଠା ଯେ ଆପଣମାନେ ଖାଇଲେ ପୁରା ମଜା ଲାଗିଯିବ। ଆଉ ବହୁତ ଶସ୍ତା ବି, ବହୁତ ଅଳ୍ପ ରେଟ୍ରେ ବହୁତ ମକା ମିଳିଥାଏ। ତ ମୋ ଘରେ ସବୁବେଳେ ଆଭେଲେବୁଲ୍ ଥାଏ ମକା। ତ ମୋତେ ମକାରେ କିଛି ନା କିଛି ବନେଇବାକୁ ବହୁତ ଭଲ ଲାଗେ। ମକାରେ ପାସ୍ତା ହଉ, ମକାରେ ଚିପ୍ସ ହଉ, ସୁପ୍ ହଉ, ପକୋଡ଼ା ହଉ, ମୁଁ ସବୁବେଳେ ବନେଇଥାଏ। ଆଉ ତା ଭିତରୁ ଏଇ ଡିଶ୍ଟା ମୋର ବହୁତ ପସନ୍ଦ। ଆପଣମାନେ ବି ସମସ୍ତେ ମକା ପସନ୍ଦ କରୁଥିବେ, ମକା କାହାର ବା ନ ପସନ୍ଦ। ତ ଏଇଟା ହେଉଛି ସେମିତି ଗୋଟେ ଡିଶ୍ ଯାହାକୁ କି ମକାକୁ ମୁଁ ପ୍ରଥମେ ସିଝେଇ ଦେଇଥିଲି। ସିଝେଇ ଦେଇକି ତାକୁ କାଢ଼ିକି ତାକୁ ସେପାରେଟ୍ କରିଦେଇଥିଲି ମଞ୍ଜି ଟିକେ ଥଣ୍ଡା ହେବା ପରେ। ତାପରେ ତାକୁ ଫ୍ରାଏ କରିଦେଇଥିଲି ଟିକେ କର୍ଣ୍ଣଫ୍ଲୋର୍ ଗୋଳେଇକି। କର୍ଣ୍ଣଫ୍ଲୋର୍ ଆପଣ ଚାହିଁଲେ ଲୁଣ ଟିକେ ଦେଇପାରିବେ, ଯେହେତୁ ସିଝେଇଲା ବେଳେ ମୁଁ ଲୁଣ ଦେଇଥିଲି ତେଣୁ ମୁଁ ଅଧିକ ଲୁଣ ଦେଇନଥିଲି। ବାସ୍ କର୍ଣ୍ଣଫ୍ଲୋର୍ ଗୋଳେଇକି ତାକୁ ଛାଣି ଦେଇଥିଲି। ଆଉ ଛାଣିଲା ବେଳେ ଟିକେ ଧ୍ୟାନ ରଖିବେ, କାରଣ ମକା ବହୁତ ଫୁଟିଥାଏ। ତେଣୁ ଆପଣ କୌଣସି ଜାଲି ଫାଲି ସାହାଯ୍ୟରେ ହିଁ ତାକୁ ଛାଣିବେ। ଆଉ ଡାଇରେକ୍ଟ ଏମିତି ପକାଇଦେଲେ ସେ ବହୁତ ଫାଟେ। ମୁଁ ବହୁତ ଥର ଆର ଶିକାର ହେଇଛି, ବହୁତ ଥର ଫୋଟକା ବି ହେଇଛି ମୋର। ଆଉ ଏମିତି ତାକୁ ଛାଣିକି ପୁରା ଆରାମସେ ବାହାର କରିଦେବେ। ତାପରେ କଢ଼େଇରେ ଟିକେ ଜିରା, ଟିକେ ତେଲ, ଟିକେ ଜିରା ଆଉ ଟିକେ ପିଆଜ ଆଉ କ୍ୟାପ୍ସିକମ୍ ଚପ୍ ଚପ୍ କରିକି ତାକୁ ଟିକେ ଭଲସେ ଫ୍ରାଏ କରିସାରିଲା ପରେ ଚାଟ୍ ମସଲା ଦେଇକି, ଆଉ ଯଦି ଆପଣଙ୍କୁ ଦରକାର ଲୁଣ ତ ଲୁଣ ଟିକେ ଆଡ଼୍ କରିବେ, ନହେଲେ ନାହିଁ। ଆଉ ଲଙ୍କାଗୁଣ୍ଡ ଟିକେ ତିଖା ଆସିବ ବୋଲି। ଆଉ ଏଇଟା ଆପଣ ଟ୍ରାଏ କରନ୍ତୁ। ଯଦି ଲେମ୍ବୁ ଥିବ ଲେମ୍ବୁ ବି ଆପଣ ଲାଷ୍ଟକୁ ଚିପୁଡ଼ି ପାରିବେ, ବହୁତ ଟେଷ୍ଟି ଲାଗେ। ଆଶା କରେ ଆପଣମାନେ ସମସ୍ତେ ଏଇଟାକୁ ଘରେ ଟ୍ରାଏ କରିବେ ଆଉ ଖାଇକି ମୋତେ ଜଣେଇବେ ଯେ କେମିତି ଲାଗିଲା। ଆପଣଙ୍କର ଢେର ସାରା ଭଲ ପାଇବା ଏମିତି ଦେଉଥାନ୍ତୁ। ଲଭ୍ ୟୁ ଅଲ୍।